ଗୋଟେ ମହତ୍ୱପୂର୍ଣ୍ଣ ବିଷୟ ପୂଜା ପାଠ ପ୍ରତି କଥା ଗୋଟେ ଲୋକ ଗୋଟେ ଗାଁରେ ରହୁଥିସି ସେ ବେଶୀ ଧାର୍ମିକ ପୁରୁଷ ମାନେ କାଣା କି ଗୋଟେ ଲୋକ ସବୁ କିଛି ଯେନ୍ତା ହିନ୍ଦୁ ଧର୍ମର ପରମ୍ପରା ହିସାବରେ ସବୁ କିଛି କଣ୍ଠି ମାଲି ପଇତା ପିନ୍ଧିକରି ସେ ଲୋକ ପୂଜା ପାଠ ସବୁଦିନ ଆଡ଼ମ୍ବର କରି ଲୋକମାନଙ୍କୁ ଖାନା ପିନା ପ୍ରତ୍ୟେକ ଜିନିଷରେ ବସ୍ତ୍ର ଦାନ ସବୁ ଜିନିଷ ପୁରା ସେ ଫୋକସ୍ କରିକି ଲୋକେ ପୁରା ସବୁଦିନ ଦେତେଲ ଯୋଉଥିସି ଗୋଟେ ଦିନ ତାର ମା ବୁଆ ବୃଦ୍ଧା ଅବସ୍ଥାରେ ପଳେଇ ଆସନ୍ ସେମାନେ ପୀଡ଼ିତ ଅବସ୍ଥାରେ ଥିସନ୍ ଆଉ ସେ ଲୋକ କିନି ପଜରୁଥେ ସେ ଲୋକ ଧ୍ୟାନ ନେଇ ଦଉଥେ ପୂଜା ପାଠରେ ଖାଲି ମାତିଥିସି ଲେକିନ ପ୍ରତ୍ୟେକ ଶାସ୍ତ୍ର ପବିତ୍ର ଶାସ୍ତ୍ର ବାଇବେଲ ଗୀତା ଭାଗବତ କୁରାନ ଲାଗୁନ ସର୍ବୋତ୍ତମରେ ମା ବାପା ଈଶ୍ୱର ସଙ୍ଗେ ସମାନ ବୋଲିକରି ରଖା ହେଇଛି ଲେକିନ ଯେତେବେଳେ ସେ ତ ତାର ବେପାର ହିସାବରେ ଆସବା କରବା ଆରୁ ସେ ତାର କାମ ହିସାବରେ ଯିବା ବ୍ରାହ୍ମଣ ଲେକିନ ଆଉ ଗୋଟେ ଯେନ୍ ବୁଦ୍ଧିଜୀବୀ ବିଦ୍ୱାନ ପୁରୁଷ ଜଣେ ଥିସନ୍ ସେ ଭିତରେ ସେ କହେସନ୍ ଯେ ଏଇଟା କିଏ ନେବେ ବୋଲେ ଏଇଟା ମୋର ମା ବାପା ବୋଲେ ଇ ଲୋକକେ ଛାଡ଼ି କରି ତୁ ଯେତେ ପୂଜା କି ପାଠ କି ଜାଣା ବି କଲେ ବି ତୁଇ ସତେ ସଫଳ ହେବୁ କେ କି ସେ ଜିନିଷ ତକେ ଆଗକେ ନି ଜି ପାରବା କେ କାଜେ କି ପ୍ରତ୍ୟେକ ଶାସ୍ତ୍ର ମା ବାପାକେ ଉଚ୍ଚତମ କୋଟିରେ ରଖିକରି ମା ବୁଆ ସାକ୍ଷାତ ଈଶ୍ୱର ବୋଲିକରି ମାନେ ସେ ଲୋକକେ ଛାଡ଼ି ଦେଇକରି ବାହାରି ଅଭିକରଣ ଦ୍ୱାରା ସେ ପୁରା ଲୋକକେ ଦେଖାବାର ଲାଗି ପୂଜା ପାଠ ଦେଖାବାର ନେଇ ତାର ଧର୍ମ ପ୍ରତି ମୋର ରେସପେକ୍ଟ ଅଛି ଯେନ୍ କାମ ପ୍ରତି ବି ତାର ଏଇଟା ଅଛି ତାକର ସେ ତା ସମ୍ମାନ କରବାର ମୋର ଉଦ୍ଦେଶ୍ୟ ନିଶ୍ଚୟ କିନ୍ତୁ ଗୋଟେ ମଣିଷ ତାର ୟୁନିକ୍ ବିଚାର ଦ୍ୱାରା ଭିତରୁନ ଭାବ ଦ୍ୱାରା ସେ ଜିନିଷ ଦ୍ୱାରା ହିଁ ଅସଲି ଧାର୍ମିକତା ଆସିଛି ଭେଷ ବଦଳି ଦେବାର ଦ୍ୱାରା କି ଗେରୁ ବସ୍ତ୍ର ପିନ୍ଧବାର ଦ୍ୱାରା କି କଣ୍ଠି ମାଲି ଯେନ୍କି ଶାରୀରିକ ଭେଷ ନେଇ ଆନ୍ତରିକ ସଫା ଯେନ୍ ଜିନିଷ ପ୍ରତି ୟୁନିକ୍ ବିଚାର ଲୋକର ପ୍ରତି ଖରାପ ଭାବନା ନେଇ ଇଟା ହେଉଛି ଧାର୍ମିକତା ପୁଣ୍ୟବାନ କାମ ଯେନ୍ଟା କି ନିଜକେ ଗୋଟେ ଭଲ ଲାଗୁଥିବା ଲୋକର ଗୋଟେ ଯେନ୍ତା ଘରରେ ଅନ୍ଧାର ଥିବା ଲାଇଟ୍ ଜଲାବ କାହାକି ଗୋଟେ ରାସ୍ତା ପାର କରିଦବ ଗୋଟେ ନିରୀହ ଲୋକ କାଠ କୁଟ କାହାକି ନିଥିଲା ଲୋକେ ଅନ୍ନଦାନ ଦେବ ପୁରା ଖାଣ୍ଟି ନିରୀହ ଲୋକେ ସେମିତି ହେଲେ ସିନା ଈଶ୍ୱର ବି ଭଲ ପାଇବେ ସେ ଲୋକକେ ସେମିତି କାମ କରବାରଟା ଜରୁରୀ ହେ ବେଷ୍ଟ ଅଫ୍ ଲକ୍